आगामी पीढ़ी उद्देश्य किसी वक्तव्य रखा बोली मो से महोदय को अनुरोध करुच्ची। समस्त को नमस्कार धन्यवाद। मंचरे बंधु आज जन गमांग अच्छा से होती एमएलए सांग प्रेसिडेंट अच्छा परिचित मोर परिचय कौन थी परिचय मुझे आज जदि जिते स्तर में पहुंची सारी से अवदान दौरान पालाक्षी रामजी प्रथम मु 1962 साल प्रथम एमपी हेली 5 वर्ष नुहे जे मु दीथर एठी मोर ये परिचय थिला किंतु एति मु कहि जे रामगिरी पालाखंडी जो पालाखंडी पढ़ुଥିଲି से आशीर्वाद आपन थिला बोली आज केंद्र रे मु 11 वर्ष केंद्र मंत्री हेली कोरापुट 9 थर निर्वाचित करथिले एवं भारत प्रथम आदिवासी विभाग मंत्री मु भारत नथिला आगु नथिला होम थिला एवं से आज पर्यंत मु जो काम मुझे से काम छाड़ी गोटे व्यक्ति 11 वर्ष भर जे 15टी डिपार्टमेंट मंत्री थी ए भाग्य मुझे मो एवं तुम भर मुझे जो आदिवासी सौर भाई मान से सौर भाई मान भर जड़े एत स्तर को जावाक मिली जे आपण आशीर्वाद भगवान आशीर्वाद अन्य किसी नुहे आज ए मंच विश्व आदिवासी दिवस पालन करुँ निश्चित भाव गोटे प्रेरणा मिल से प्रेरणा एभली भाव में चेतना जागृत कर आज दिजन जो जोटा कि विपद माल्यार्पण कलु सी होती बिरसा मुंडा एवं आज जे संविधान अधिकार देले जो अधिकार बल आज बोधे ये शक्ति आम मिली अम्बेडकर व्यतीत अनेक दे पारि न था आम खाली भीतर रहीचे कि भीतर बहुत कथा अच्छे जोटा कि आलोचना जना पड़ा भाषण माध्यम कहवा समय सपक्ष किंतु बिरसा मुंडा कौन कले ब्रिटिश सहित लड़े जंगल जमी बर्तमान पर्यंत संविधान भीतर से अधिकार आसते आम पाइचु किसी पाइचु किसी पाइनु और पाइबार से संघर्ष आज पर्यटन रही एवं जो जंगल जो आम कहूचे से जंगल तो अच्छी किंतु अन्य नहीं आम ताकू पथे आने चेष्टा कर प्रतिबंधन आमर नहीं आज ये जो लड़ाई बिरसा मुंडा जे आदिवासी में चेतना जागृत करते जे भारत विषय परिचय करने भारत जड़े संग्रामी हिसाब से आज मान्यता मिली भारत सरकार तरफ तेणु आदिवासी मान्यता मिली आम नमन करुँ जिते मुझे केन्द्र मंत्री थी टेलीफोन डिपार्टमेंट दिजन मोर पोस्टल स्टाम्प जो मो डिपार्टमेंट था सी हूँ बिरसा मुंडा प्रथम थर पोस्टल डिपार्टमेंट गोटे पोस्टल ये
ଫଳକୁ ଦେଲି ଏବଂ ସେଇଠୁ ଆରମ୍ଭ କରିକି ଗୋଟେ ଭାରତ ଭିତରେ ତାଙ୍କର ସ୍ଥାନ ପର୍ବ ସମୟରେ ଆସିଲା। ଆଜି ତାଙ୍କୁ ନମନ ଏଥିପାଇଁ କରୁଛୁ ଆମେ ଯେଉଁ ପାଇଁ ଲଢ଼ିଥିଲେ ବ୍ରିଟିଶ ସହିତ ଆଜି ଆମେ ସରକାର ସହିତ ଲଢ଼ୁଛେ ଜମି ପାଇଁ ଜଙ୍ଗଲ ପାଇଁ ଏବଂ ଜଳ ପାଇଁ। ଏ ତିନୋଟି ଜୀବନକୁ ଆମକୁ ବଞ୍ଚେଇ ରଖିଛି ଏବଂ ଯେ ବେଳେବେଳେ ମୁଁ ଭାବୁଛି ଯେ ଯେତେ ପିଲା ଆମେ ପାଠ ପଢ଼ିଲେ ଏ କଲେ ପଢ଼ିକି ବିଭିନ୍ନ ଚାକିରି କଲେ ଏସବୁ ତ ରହିଛି କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଭାବିତ ହେଇକି ଗୁଣପୁର ହଉ କିମ୍ବା ଗଜପତି ଭିତରେ ବହୁତ ଆଦିବାସୀ ସମାଜମାନେ ଚାକିରି କଲେ ବିଭିନ୍ନ ପଦବୀ ପାଇଲେ। ରାଜନୀତି କ୍ଷେତ୍ରରେ ମଧ୍ୟ ଅଛନ୍ତି ଯେମିତି ଦାସରଥୀ ଅଛି ବିଭିନ୍ନ ଅଛନ୍ତି ଏମ୍ଏଲ୍ଏ ହେଲେ ଏମ୍ଏଲ୍ଏ ହେବା ଏମ୍ପି ହେବା କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ହେବା ଆମ ପାଇଁ ଯଦି ବା ସମ୍ମାନ କିନ୍ତୁ ସେ ସମ୍ମାନକୁ ରକ୍ଷା କରିବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ ଆଲୋଚନା ମାଧ୍ୟମରେ ସମ୍ଭବ ହେବ। ଏବଂ ଆମ ଭାଇମାନେ ଯେତେ ଅଛନ୍ତି ଯେଉଁମାନେ କହିଛନ୍ତି ସେମାନେ ବୁଝାନ୍ତି ଅଧିକାର ଆପଣଙ୍କୁ କିଏ ଦେଲା ଅମ୍ବେଦକର ଯେଉଁଟା ଦେଇଛନ୍ତି ଆମକୁ କିଏ ଦେଇଛି ସଂବିଧାନ ସେ ସଂବିଧାନ ହିଁ ଆଜି ବିଭିନ୍ନ ଦିଗରେ ଅଧିକାର ଦେଇ ଆସିছে। ଆଉ ଗୋଟେ କଥା ବର୍ତ୍ତମାନ କହିବାକୁ ଚାହୁଁଛି ବଡ଼ ଅଦ୍ଭୁତ ଏ ଲାଗୁଛି ଯେ ସମ୍ପର୍କ ଦେଖିଲି ଚେୟାରମ୍ୟାନ୍ ଜିଲ୍ଲା ପରିଷଦ ମେମ୍ବର ସମସ୍ତେ ଅଛନ୍ତି ଏତେ ପର୍ଯ୍ୟନ୍ତ ଆମେ ବୋଧେ ଦଳ ମାଧ୍ୟମରେ ନୁହେଁ ଏଇଟା ଦଳ ପାଇଁ ମିଳିକି ପଞ୍ଚାୟତ ପାଇଁ ନାହିଁ କ୍ଷେତ୍ର ଆମେ ଆଦିବାସୀ ପାଇଁ ବିଭିନ୍ନ ଯେଉଁ ପ୍ରୋଭିଜନ ରହିଲା ସେ ଭିତରେ ନେଇକି ଯେଉଁଟାକି ପଞ୍ଚାୟତକୁ ଆସିଲା ପଞ୍ଚାୟତ ହେଉଛି ପଞ୍ଚାୟତ ସମିତି ନୁହେଁ ପଞ୍ଚାୟତ ହେଉଛି ଭାରତ ସମ୍ବିଧାନରେ ଆଉ ଗୋଟେ ସରକାର ଗଠନ ହେଲା ଗୋଟେ କେନ୍ଦ୍ର ସରକାର ଗୋଟେ ରାଜ୍ୟ ସରକାର ଆଉ ତଳସ୍ତର ସରକାର ତଳସ୍ତର ସରକାର ଯେଉଁମାନେ ଅଛନ୍ତି ସେମାନେ ଜିଲ୍ଲା ପରିଷଦରୁ ଆରମ୍ଭ କରି ପଞ୍ଚାୟତ ସରପଞ୍ଚ ଆରମ୍ଭ କରି ଯେଉଁ ରହିଲେ ସବୁ ଏ ସମସ୍ତେ ଆଦିବାସୀ ବି ଅଛନ୍ତି ଯେଉଁମାନେ ଆଦିବାସୀ ଅଞ୍ଚଳରେ ତାଙ୍କୁ ଦଳ ନାହିଁ ଦଳ ଦ୍ୱାରା ଚାଳିତ ହେବେ ନାହିଁ କାରଣ ଆମ ପାଇଁ ନିଜ ପାଇଁ ନିଜେ କହିବୁ ନିଜ ପାଇଁ ନିଜେ କାମ କରିବୁ ଏଇଥିପାଇଁ ପ୍ରାୟତଃ ଏ ପ୍ରୋଭିଜନ ରହିଲା 50 ସେଡ୍ୟୁଲ୍ ଏରିଆରେ ପଞ୍ଚମ ପରିଷଦ ସମ୍ବିଧାନରେ ଅଧିକାର ଦେଲା ଏରିଆର ଅଧିକାର ଦେଲା ଆଦିବାସୀ ଅଧିକାର ଦେଲା ଆଦିବାସୀ ଅଧିକାର ଦେଇଛି ସମ୍ବିଧାନ ଏବଂ ଏରିଆ ମଧ୍ୟ ଦେଇଛି ସମ୍ବିଧାନ ସେ ସମ୍ବିଧାନ ଭିତରେ ମୁଁ ଭାବୁଛି ଯେଉଁ ଅଧିକାର ଆମର ରହିଛି ତାକୁ ଆମେ ବୋଧେ ବେଶୀ ପଢ଼ିପାରିବୁ ନାହିଁ ତେଣୁ ପଞ୍ଚାୟତ ହେଲା ଗୋଟେ ଆଉ ଗୋଟେ ସରକାର ସେ ସରକାରରେ ବିଶ୍ୱାସ କରିହେବ ନାହିଁ ଯେ ଯେତେବେଳେ ଲାଗୁ ହେବ ନାହିଁ ସମ୍ବିଧାନ ଆସିଲା ଯଦି ଲାଗୁ ହେବ କ'ଣ ହେବ ଯେ ଏକ୍ସେପ୍ସନ୍ ମୋଡ଼ିଫିକେସନ୍ କ'ଣ ହେବ ଯାଇକି ପଞ୍ଚାୟତ ଏକ୍ସଟେଣ୍ଡ ହେବ ଆଜି ପର୍ଯ୍ୟନ୍ତ 96 ବର୍ଷ ପର୍ଯ୍ୟନ୍ତ ଏମାନେ ଏକ୍ସଟେଣ୍ଡ କରିନାହାନ୍ତି ପଞ୍ଚାୟତକୁ ଲାଗୁ ହେଇନାହିଁ ଏବଂ ସିଏ ଲାଗୁ ହେଲେ ଯାଇକି ଆପଣଙ୍କର ପେସା ଆକ୍ଟ ଆସିବ ପେସା ଆକ୍ଟ ହେଉଛି ଗୋଟେ ସମ୍ବିଧାନ ପରେ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତିକି ପ୍ରୋଭିଜନ ଅଛି ସେ ଅଧିକାର ପେସା ଆକ୍ଟରେ ଅଛି କିଏ କରିବ ନ କରିବ ତାପରେ ତ ଅଲଗା କିନ୍ତୁ ପେସା ଆକ୍ଟ ଏମିତି ଗୋଟେ ଆକ୍ଟ ଯଦି ଭାରତ ପ୍ରଥମ ସେଣ୍ଟ୍ରାଲ ଆକ୍ଟ ହେଲା 50 ସେଡ୍ୟୁଲ୍ ଏରିଆ ନର୍ଥ ଇଷ୍ଟ ପାଇଁ ତ ଅଛି କି ଆମ ପାଇଁ ନାହିଁ ତାଙ୍କର ଅଧିକାର କିଏ ଦେଲା ଆମ ଟ୍ରାଇବ୍ସ କାଉନସିଲ୍ ଅଛନ୍ତି ସେଠି ଆଉ ଗୋଟେ ସରକାର ସେମାନେ ଯଦି ଆମକୁ ପ୍ରୋଟେକ୍ସନ୍ ଦେବେ ତେବେ ଆମକୁ କେହି କୌଣସି ଦିଗରେ ଅଟକେଇ ପାରିବେ ନାହିଁ ସେ ଭିତରେ ପେସା ହେଲା ପେସା ବେଶୀ ନୁହେଁ ପଞ୍ଚାୟତ ଏକ୍ସଟେନସନ୍ ଆଟ୍ ଦ ସେଡ୍ୟୁଲ୍ ଏରିଆ ପେସା ଏଇଟା ହେଉଛି ଫିକ୍ସନ୍ ଏରିଆ ଭିତରେ ଆସିଛି ଏଇଟା ଲାଗୁ ହେବ ନାହିଁ 2011 ଯେତେବେଳେ ଇଲେକ୍ସନ୍ ହେଲା ପଞ୍ଚାୟତ ସେତେବେଳେ ହାଇକୋର୍ଟ ଗୋଟେ ପିଆଇଏଲ୍ ଫାଇଲ୍ ହେଲା ତମେ ଏଠି ପଞ୍ଚାୟତ ନିର୍ବାଚନ କରିପାରିବନି କାହିଁକି ତମେ ଏକ୍ସଟେଣ୍ଡ କରିନ ହାଇକୋର୍ଟ ଜଜମେଣ୍ଟ ହେଲା ତମେ କରିପାରିବନି 2011 ଇଲେକ୍ସନ୍ ହେଲା ଯେହେତୁ ପଞ୍ଚାୟତକୁ ଲାଗୁ କରିନାହାନ୍ତି ପଞ୍ଚାୟତକୁ ଯେ ପଠେଇ ନାହାନ୍ତି ପଞ୍ଚାୟତ ସବୁ ଅଛି କିନ୍ତୁ ବର୍ତ୍ତମାନ ସେ କ'ଣ ହେବ ନ ହେବ ସରକାର ବୁଝନ୍ତୁ କିନ୍ତୁ ଏତିକି ମୁଁ କହିବି ପେସା ଆକ୍ଟ ଯେତେବେଳେ ଲାଗୁ ହେବ ସେ ହେଉଛି ଯେ ଆମର ଯେତିକି ସମ୍ବିଧାନ ପ୍ରୋଭିଜନ ଅଛି ଯେତିକି ଅଛି ସବୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ପେସା ଆକ୍ଟ ହିଁ ପ୍ରାବଧାନ ରଖିଛି ଆଜି
ଯେଉଁମାନେ ସରପଞ୍ଚ ଅଛନ୍ତି ଚେୟାରମ୍ୟାନ୍ ଅଛନ୍ତି MLA ଅଛନ୍ତି ସବୁ ଅଛନ୍ତି ଆମେ କିଛି ନ ହେଉନୁ କିନ୍ତୁ ଥିଲୁ ଥିବା ଭିତରେ ଯେତିକି ମୋର ଯେ ଅନୁଭୂତି ଅଛି ସେ ଅନୁଭୂତି ମୁଁ ଛାଡ଼ିନି ଯଦି ଏତେ ବର୍ଷ ହେଇଗଲାଣି ମୋର ଯେଉଁ ଆଦିବାସୀ ବିଭାଗ ମନ୍ତ୍ରୀଠୁ ଆରମ୍ଭ କରି ତା ପୂର୍ବରୁ ମଧ୍ୟ ଯେତେବେଳେ ଆରମ୍ଭ ହେଲା ସେଇଠୁ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ କୌଣସି ପାଖରେ ମୁଁ ବ୍ୟତିକ୍ରମ କରିନାହିଁ କରିବି ନାହିଁ ଏବଂ ସମ୍ବିଧାନ ଏକ ଯେତିକି ଆପଣମାନେ ଦେଖୁଛନ୍ତି ମୁଁ ପ୍ରଚାର ପ୍ରସାର କରେନି ଫଙ୍କସନ୍ ମୋର ନାହିଁ ଫଳକ ନାହିଁ ମୋ ନାହିଁ ଫଟୋ ବି ନାହିଁ ମୋର ଏତେ ବର୍ଷ ମୁଁ ହେଲିନି ଏତେ ବର୍ଷ ଭିତରେ ମଧ୍ୟ କୌଣସି ଫଟୋ ମୋ ପାଖରେ ନାହିଁ ପୋଷ୍ଟର ନେଇ କିଛି ନାହିଁ କେମିତି ହେଲା ସେଠି ଲୋକମତରେ ତୁମେ MP MLA ହେଇପାରିବ ଲୋକଙ୍କ ବିଶ୍ୱାସ ଆତ୍ମବିଶ୍ୱାସ ଲୋକଙ୍କ ବିଶ୍ୱାସ ଯଦି ପାଇବ ନାହିଁ ତୁମେ ଆଗକୁ ଯାଇପାରିବ ନାହିଁ ଯେଉଁଟା କଠିନ ସେ କଠିନତା ଭିତରେ ଆଜି ପର୍ଯ୍ୟନ୍ତ ବଞ୍ଚିଛି ମୁଁ ଲୋକଙ୍କର ବିଶ୍ୱାସ ମୋର ଆତ୍ମବିଶ୍ୱାସ ବଞ୍ଚେଇ ରଖିଛି ମୋତେ ଏବଂ ଯେତେ ପର୍ଯ୍ୟନ୍ତ ରହିଛି ଯେତିକି ବହି ଲେଖିଲିଣି ସେ ବହି ଭିତରେ ଆଦିବାସୀମାନଙ୍କ ସଂରକ୍ଷଣ ପାଇଁ ଇତିହାସ ଆମ ପାଇଁ ଟିକେ ଲେଖିନାହାନ୍ତି ଆମେ ନିଜ ପାଇଁ ନିଜେ ଲେଖିଲୁ ଏବଂ ଅନ୍ୟମାନେ ଆମ ପାଇଁ ଲେଖିଛନ୍ତି କରିକି ଭାରତ ଭିତରେ ପ୍ରଥମେ ଯେ ଶବରମାନଙ୍କର ଇତିହାସ ବହି ଛପିଲା ତାପରେ ସମ୍ବିଧାନ ପରେ ଖାଲି ଆଦିବାସୀ ପାଇଁ ଆଦିବାସୀ ଅଞ୍ଚଳ ପାଇଁ ଆଉ ଗୋଟେ ବହି ପ୍ରଥମେ ଲେଖିଲି 1992ରେ ସେ ବହିଟା ହେଉଛି ସମ୍ବିଧାନର ଯେତିକି ପାର୍ଟ ଅଛି ସେ ପାର୍ଟ ଆଦିବାସୀ ଅଞ୍ଚଳ ହେଲେ ଆଦିବାସୀ ପାଇଁ କ'ଣ ଅଛି ସମ୍ବିଧାନରେ ତାକୁ ବାହାର କରି ବହି ହେଲା ସେ ହେଉଛି ଯେ କନଷ୍ଟିଟ୍ୟୁସନ୍ ପ୍ରୋଭିଜନ୍ ଫର୍ ସେଡ୍ୟୁଲ୍ କାଷ୍ଟ ସେଡ୍ୟୁଲ୍ ଟ୍ରାଇବ୍ ତାର ଅର୍ଥ ଆମକୁ କମ୍ପାଇଲ୍ ବର୍ତ୍ତମାନ କରୁଛି ଏବଂ ସେ କମ୍ପାଇଲେସନ୍ ପରେ ମୁଁ ଭାବୁଛି ପହଞ୍ଚିବ ଆଜି ପର୍ଯ୍ୟନ୍ତ ଯେତେ କହିଲେ ମଧ୍ୟ ଆମେ ବୁଝି ବି ପାରିବୁନି ଆମକୁ ଅଧିକାର ଦେଇଛି ସମ୍ବିଧାନ ଦେଉଥିଲା ବେଳେ ଯେ ଆମେମାନେ ଯେ ପେଶା ଲାଗୁ ଯଦି ହେବ ନାହିଁ କରୁନାହାନ୍ତି କରିପାରିବେ ନାହିଁ କାରଣ ଜଳ ଜଙ୍ଗଲଠୁ ଆରମ୍ଭ ଯେତିକି ଶକ୍ତି ଅଛି ସମ୍ବିଧାନ ଭିତରେ ସେ ସମ୍ବିଧାନରେ ପେଶା ସବୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଅଛି ସବୁ ଇଏ କରିବେ କିନ୍ତୁ ଯେତେ ଆମ ୱାର୍ଡ଼ ମେମ୍ବର ଅଛନ୍ତି ସରପଞ୍ଚ ଅଛନ୍ତି ଆମର ତ ଭାବୁଛି ଆମ ଦଳ ନାହିଁ ଦଳ ହିସାବରେ ଆମେ କାମ କରୁନାହିଁ ଆମେ ଦଳ ଯେ ବ୍ୟତିରେକ କରିକି ଏଭଳି ପ୍ରୋଭିଜନ୍ କାହିଁକି ହେଲା ଆମ ଭିତରେ ନିର୍ବାଚିତ ହେବ ଆମ ଭିତରେ ଲଢ଼ିବୁ ଆମ ପାଇଁ କାମ କରିବୁ ଅନ୍ୟ ଦଳ ଚାଳିତ ହେବୁ ନାହିଁ ଆଜି ମୋର ଅସୁବିଧା ହେଇଛି ଅସୁବିଧା ନିଶ୍ଚୟ ହେଇଛି ଯେତିକି କାମ କରିଛି ମୁଁ ଭିକ୍ଟିମ୍ ଅଫ୍ ଡେଭଲପମେଣ୍ଟ ହେଲି ଏତେ ବର୍ଷ ପରେ ମଧ୍ୟ କରିପାରିବିନି କିନ୍ତୁ ଗୋଟିଏ ସିଦ୍ଧାନ୍ତ ମୁଁ କାହା ଦ୍ୱାରା ଚାଳିତ ନାହିଁ ମୋତେ ଚାଳିତ କରିପାରି ନାହିଁ କରିପାରିବେ ନାହିଁ ତେଣୁ ପଦବୀ ପାଇବା ନ ବଡ଼ କଥା ନୁହେଁ ନା କେନ୍ଦ୍ରମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ହିସାବରେ MP ହିସାବରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ଚାଳିତ କରିପାରିବେ ମୋ ସ୍ୱଇଚ୍ଛାରେ ମୁଁ ସ୍ୱଇଚ୍ଛାରେ କାମ କରିବି କିନ୍ତୁ ବ୍ୟତିରେକ ମୋର ହେବ ନାହିଁ ଆଉ ଯେତିକି ସମସ୍ୟା ଆମ ପାଇଁ ଅଛି ସେଗୁଡ଼ିକ ତ ପଢ଼ିଲେ ଯେତିକି ବହି ମୋ ପାଖାପାଖି ଯେତିକି ପଢ଼ୁଛି ମୁଁ ସେଥିରେ ମୁଁ ଦେଖିଲା ପରେ ବିଶ୍ୱାସ କରିପାରୁନି ଆମେ ଆଜି ପର୍ଯ୍ୟନ୍ତ କଲୁ ନାହିଁ କେମିତି କହିଲେ ମୋତେ ବୁଝିପାରିବେନି ତାକୁ କ'ଣ କରାଯିବ ତେଣୁ ଆଜି ଆମେ ମହେନ୍ଦ୍ରଗିରି ଅଛେ ଏତେ ବଡ଼ ବହିଟା ମହେନ୍ଦ୍ରଗିରି ପାଇଁ ହେଇଛି ଯୁଗ ମହେନ୍ଦ୍ରଗିରି ଅଛି କା ପାଖରେ ହେଲେ ଏ ଅଞ୍ଚଳ ପାଇଁ ବୋଲିକି ଏଇଟା ହେଲା ଇତିହାସ ଯୁଗ ମହେନ୍ଦ୍ରଗିରି କିନ୍ତୁ ସମ୍ବିଧାନରେ 57 କହିଲା ଭିତରେ ଏଇ ଆସୁଛି ଯଦି ପାର୍ଲାମେଣ୍ଟ ଡିମାଣ୍ଡ କରିକି ଏ ଅଞ୍ଚଳ 57 ସୂଚି ରହିବ ଏବଂ ଆଦିବାସୀ ଦୁଇ ରକମ ଆଦିବାସୀ ଗୋଟେ ସାମାଜିକ ଆଦିବାସୀ ଗୋଟେ ସମ୍ବିଧାନିକ ଆଦିବାସୀ ଆମେମାନଙ୍କୁ ସମ୍ବିଧାନିକ ଆଦିବାସୀ ଯେଉଁମାନେ ସମ୍ବିଧାନକୁ ଅନ୍ୟମାନେ ଅଛନ୍ତି ସମ୍ବିଧାନ ଆଦିବାସୀ ରହିଛନ୍ତି ପ୍ରୋଟେକ୍ସନ୍ ଦେବେ ପ୍ରୋଟେକ୍ସନ୍ ଦିଆହେଇଛି ପରିବର୍ତ୍ତନ କରିବାର କିଛି ସେଠି ଇମ୍ପ୍ଲିମେଣ୍ଟ କରିନାହୁଁ ତେଣୁ ଏ ନିର୍ବାଚନ ଯେତେବେଳେ ଆସୁଛି ଯାଉଛି କିନ୍ତୁ ପେଶା ଲାଗୁ ହେଉନି ହେବ ନାହିଁ ଯେତେବେଳେ ପଞ୍ଚାୟତ ହେଇନାହିଁ ଆଜି ଏତିକି ମୋର ଅନୁରୋଧ ହେବ ଯେଉଁମାନେ ଯେ ତଳସ୍ତର ସରକାର ଅଛ ତୁମ କୌଣସି ଦଳ ତୁମକୁ ଚାଳିତ କରିବନି ଏବଂ କୌଣସି ଦଳ ସହିତ ଲଢ଼ି ପାରୁନାହିଁ ଆପଣ ନିଜେ ଲଢ଼ିଛନ୍ତି ଲଢ଼ନ୍ତୁ ଆସନ୍ତୁ ନିଜ ଭାଇ ଭଉଣୀମାନଙ୍କ ପାଇଁ କାମ କରନ୍ତୁ ଏବଂ କୌଣସି ଭାବରେ ପ୍ରଭାବିତ ହୁଅନ୍ତୁ ନାହିଁ କାରଣ ବହୁତ କଠିନ ଯାହାକୁ ମୁଁ କହୁଛି ବେଳେବେଳେ କହୁଛି ଏଠି ମୁଁ କ'ଣ କହିବି ମୁଁ କହିପାରିବିନି ମୁଁ ଭିକ୍ଟିମ୍ ଅଫ୍ ଡେଭଲପମେଣ୍ଟ ଆଜି ମୁଁ ଭିକ୍ଟିମ୍ ହେଲି କାରଣ ମୁଁ ଅନ୍ୟ ଦ୍ୱାରା ଚାଳିତ ହେବାର ନାହିଁ ଏବଂ ସେଇ ସିଦ୍ଧାନ୍ତ ଦୀର୍ଘ ଏତେ ବର୍ଷ ଧରି ରହିକି ବ୍ୟତିରେକ ନାହିଁ ମୋର ସେ ବ୍ୟତିରେକ ଫଳରେ
ହୁଏତ ପଦବୀ ଆସିବ ପଦବୀ ଯିବ କିନ୍ତୁ ସବୁଦିନ ବି ଯାହା ଆମର କରିବା ସେତିକି ସମସ୍ତେ ମୁଁ କରିପାରିବି। ଆଜିର ଏହି ଅବସରରେ ଯେ ମୁଁ ଆଗରୁ ଏଥିପାଇଁ କହିଲି ଯେହେତୁ ପୁଣି ରାୟଗଡ଼ା ମୁଁ ଯିବି ସେଠି ଆଉ ଗୋଟେ ପ୍ରୋଗ୍ରାମ୍ ଅଛି ସେଠି ମ୍ୟୁଜିକ୍ ପ୍ରୋଗ୍ରାମ୍ ମ୍ୟୁଜିକ୍ ତ ମୁଁ ଯେତିକି ପ୍ରୋଗ୍ରାମ୍ କରି ଆଦିବାସୀ ମ୍ୟୁଜିକ୍ ଡ୍ୟାନ୍ସ ସେ ତ 300 ଉର୍ଦ୍ଧ୍ୱ ପ୍ରୋଗ୍ରାମ୍ କଲି ଭାରତ ହେଲେ ଏ ଯେଉଁ କଲଚର ମାଧ୍ୟମରେ ପଲିଟିକାଲ ସୋସିଆଲ ମାଧ୍ୟମରେ ମୋର କାର୍ଯ୍ୟକ୍ରମ ରହିବ କିନ୍ତୁ ରାୟଗଡ଼ା ବ୍ଲକ ଆଜି ଆସିଲି ଏବଂ ଏ ଅଞ୍ଚଳ ତ ମୋର ଏରିଆକୁ ଲାଗିଛି ଏଠି ମୁଁ ମନା କରିପାରିଲିନି ଯେହେତୁ ମୁଁ ଯିବି ଯେହେତୁ ଆମ ଭାଇମାନେ ଅଛନ୍ତି ଆମର ଗ୍ରୁପ୍ର ହଉ କି ଗଜପତି ହଉ ସମ୍ପର୍କ ଥାଇକି ମଧ୍ୟ ରହିପାରିବନି ତେଣୁ ସମ୍ପର୍କ ସ୍ଥାପନ ହଉ ଏବଂ ସେ ସମ୍ପର୍କରେ ଶକ୍ତି ମିଳୁ ସେ ଶକ୍ତି ହେଉଛି ଯେତେବେଳେ ଲଢ଼ିବାକୁ ଆସିବ ସେତେବେଳେ ଶକ୍ତିର ଆବଶ୍ୟକତା ଅଛି ଯେଉଁଟାକି ବିର୍ସା ମୁଣ୍ଡା ପାଇଁ ପ୍ରଯୁଜ୍ୟ ହେଲା। ଆଜି ବିର୍ସା ମୁଣ୍ଡା ପାଇଁ ଆମେ ଦେଖୁଛେ ନୁହେଁ ସେମାନେ ବଳିଦାନ ଦେଇଛନ୍ତି ଲକ୍ଷ୍ମଣ ନାୟକ ସେ ଯେ କୋରାପୁଟ ଜିଲ୍ଲାର ସେ ଗୋଟେ ଶହୀଦ ସେମାନଙ୍କର ଅବଦାନ ଆଜି ଆମକୁ ନେଇ ଆସିছে କିନ୍ତୁ ଆମଙ୍କର ଯେଉଁ ସତ୍ୟ ଅଛି ସେ ସତ୍ୟ ଅଛି ବହିଟା ପଢ଼ିବ ବହି ଭିତରେ କ'ଣ ଲେଖା ଅଛି ଇଣ୍ଟରପ୍ରିଟ୍ କରିବ ଲୋକଙ୍କୁ ବୁଝେଇବ ବୁଝିଲା ପରେ ମୁଁ ଭାବୁଛି ଆମକୁ ଅଟକେଇ ପାରିବେ ନାହିଁ ତେଣୁ ଆଜି ମୋତେ କେହି ଅଟକେଇ ପାରିବେ ନାହିଁ ପାରିବେ ନାହିଁ ଯେହେତୁ ମୁଁ ମଧ୍ୟ ବହି ପୋକ ଯେତିକି ବହି ମୋ ପାଖରେ ଅଛି ଯେତିକି ଅଛି କାହିଁକି କରୁଥିଲି ଯେହେତୁ ମୋ ନିଜ ଭାଇମାନଙ୍କ ପାଇଁ କାମ କରିବି ଏବଂ ସେମାନେ କାମ କରିବା ପାଇଁ ଶକ୍ତି ଦରକାର ବହି ଉପରେ ଆସିବ ସେ ବହି ମୋର ଗୋଟେ ବହି ଅଛି ସେଥିରେ ଯେ ଧୀରେ ଧୀରେ ମନୋଜ ଏଥିପାଇଁ ଲେଖି କହିବି ଯେ ଏତେ ଯେତେ ଇତିହାସ ରଜାମାନେ ଥିଲେ ସେ ରଜା ଭିତରେ ଆଦିବାସୀ ରଜାମାନେ ଭର୍ତ୍ତି ଥିଲେ ସେମାନଙ୍କୁ ସବୁ ଯେତିକି ଅଞ୍ଚଳ ଅଛି ସେ ଅଞ୍ଚଳ ରହିଛି ଏବଂ ଏତିକି ମୁଁ ଅନୁରୋଧ କରିବି ଯାହା ହେବ ପଛେ ଆପଣମାନେ କୌଣସି ଦିଗରେ କମ୍ପ୍ରମାଇଜ୍ କରିବେ ନାହିଁ ଆଗକୁ ଯିବେ ଯାଆନ୍ତୁ କାହା ଦ୍ୱାରା ଚାଳିତ ହେବେ ନାହିଁ ନ ହୁଅନ୍ତୁ କିନ୍ତୁ ଚାଳିତ ହେବେ ନାହିଁ ବହୁତ କଠିନ ସେ କଠିନତା ଭିତରେ ଯଦି ଏତେ ବର୍ଷ ମୁଁ ରାଜନୀତି କରିପାରିବି ସେ ହେଉଛି ସିଦ୍ଧାନ୍ତବାଦୀ ରାଜନୀତି ସେ ସିଦ୍ଧାନ୍ତ ହେଲା ମୁଁ କାହା ଦ୍ୱାରା ଚାଳିତ ହେଇକି ଶାସନ କରୁନଥିଲି କରିବି ନାହିଁ କରିବାର ନାହିଁ ତେଣୁ ମୁଁ ଭିକ୍ଟିମ ହେବି କିନ୍ତୁ ବ୍ୟକ୍ତିରେକ ହେବ ନାହିଁ ଏତିକି ମୁଁ ବକ୍ତବ୍ୟ ଶେଷ କରୁଛି ବହୁତ ବହୁତ ଧନ୍ୟବାଦ ଏତିକି ଯେଉଁଟାକି ପଞ୍ଚାୟତ ମାନେ ତ ବସିଛ ତମ ଦଳ ନାହିଁ ଆଦିବାସୀ ମାନର ସମ୍ପ୍ରଦାୟ ହିଁ ଦଳ ଆମର ସେଇ ହିସାବରେ କାମ କରିବେ ଦଳ ନୁହେଁ ଏମପି ଏମଏଲଏ ଆମେ ସେ ଦଳରେ ଅସୁବିଧା ଆପଣ ଦଳ ନାହାନ୍ତି ଆମ ସମାଜ ପାଇଁ ଆପଣମାନେ ନିର୍ବାଚିତ ସାମ୍ବିଧାନିକ ହିସାବରେ ଆମ ନିର୍ବାଚିତ ପ୍ରତିନିଧିମାନେ ଆମ ବି କାମ କରିବେ କୌଣସି ଦଳ ପାଇଁ ନୁହେଁ ଏତିକି କହି ବ୍ୟକ୍ତିଗତ କରିବା ପୂର୍ବରୁ ଆପଣମାନେ ଏତେ ସଂଖ୍ୟାରେ ଉପସ୍ଥିତ ଅଛନ୍ତି ଏଠୁ ଦେଖିଲେ ଏଠି ମୋତେ ମନରେ କଷ୍ଟ ଲାଗୁଛି କାରଣ ଆମ ଗ୍ରୁପରେ ଯେତେ ଡାକିଲେ ମଧ୍ୟ ସେମାନେ ଆସିବେନି ଆସୁନାହାନ୍ତି ଆସିବେ ଯେତେ ଆସିବେ ଏବେ ରାୟଗଡ଼ା ମନ୍ଦିର ଯାଇ ପୁଣି ସେଠି ମୋର ଭାଷଣ ସେଠି ନାହିଁ ମୋର ମ୍ୟୁଜିକ୍ କରିବି ଡ୍ୟାନ୍ସ କରିବି କାରଣ ଯେତିକି ନାଚିବା ଆସୁଏ ଗୋଟେ ସମୟ ହେଲାଣି ନହେଲେ ଯେତିକି ବଦଳୁଛି ଯେ ପୃଥିବୀର ଯେତେ ବାଜା ଯେତେ ସଙ୍ଗୀତ ଯେତିକି ଇନଷ୍ଟ୍ରୁମେଣ୍ଟ ମୋ ପାଇଁ କିଛି ନୁହେଁ ଅଟୋମେଟିକ୍ ବାଜିବ ଅଟୋମେଟିକ୍ ଏମିତି ବାଜିବ ଯେଉଁଟାକି ଆଦିବାସୀ ସଙ୍ଗୀତ ସେ କ୍ଲାସ୍ ସବୁ ହେବ ସେଗୁଡ଼ା କ'ଣ ରିସର୍ଚ୍ଚ କରିକି କରିଯାଉଛି ତେଣୁ କଲଚର ମାଧ୍ୟମରେ ହିଁ ଆଜି ବଞ୍ଚୁଛି ଏବଂ କଲଚର ମୋତେ ପଲିଟିକାଲ କଲଚର ହଉ ସୋସିଆଲ କଲଚର ହଉ ଇକୋନୋମିକ୍ କଲଚର ହଉ ଆଗକୁ ନେଇକି ଆଉ ନେବ ସେ କଲଚରଟା ହେଉଛି ଆଦିବାସୀ କଲଚର ସେ ଆଦିବାସୀ କଲଚର ହଁ ବୋଲେ ହଁ ନାହିଁ ବୋଲେ ନାହିଁ ଧନ୍ୟବାଦ बहुत बहुत धन्यवाद।